ବାଣିଆଦରା ଗ୍ରାମର 6 ଜଣ ଶିକାରୀଙ୍କୁ ଗିରଫ ସହ ମାରଣାସ୍ତ୍ର ଜବତ କଲା ବନ ବିଭାଗ। ରିମାଣ୍ଡରେ ଗଲେ 4 ଜଣ। ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ଶିକାରୀ ଦାଉରୁ ସୁରକ୍ଷା ନିମନ୍ତେ ଖଞ୍ଜା ଯାଇଥିବା ଏଆଇ କ୍ୟାମେରା ସହାୟତାରେ ପୁଣି 6 ଜଣ ଦୁର୍ଦ୍ଦାନ୍ତ ଶିକାରୀ ଧରା ପଡ଼ିଛନ୍ତି। ତେବେ ଶିକାରୀମାନେ ଉଦଳା ଥାନା ଅନ୍ତର୍ଗତ ବାଣିଆଦରା ଗ୍ରାମର ଅଟନ୍ତି। ତେବେ ତାଙ୍କ ପାଖରୁ ଜନ୍ତୁ ଶିକାର ନିମନ୍ତେ ବ୍ୟବହୃତ 5 ଗୋଟି ବନ୍ଧୁକ, ବାରୁଦ ଗୁଣ୍ଡ ଏବଂ ଲୁହା ଗୁଣ୍ଡ ଓ ମରଣାସ୍ତ୍ର ଜବତ କରାଯାଇଛି। ତେବେ ଶିକାରୀମାନେ ମରଣାସ୍ତ୍ର ଧରି ଶିମିଳିପାଳ ଅଭୟାରଣ୍ୟରେ କୋର ଅଞ୍ଚଳ ମଧ୍ୟକୁ ଶିକାର ଉଦ୍ଦେଶ୍ୟରେ ଅନୁପ୍ରବେଶ କରିଥିବା ବେଳେ ସେମାନଙ୍କର ଫଟୋ କ୍ୟାମେରାରେ କଏଦ ହୋଇଥିଲା, ଯାହାକୁ ଆୟୁଧ କରି ଯାଞ୍ଚ ପ୍ରକ୍ରିୟା କରାଯାଇଥିଲା। ତେବେ ବନ ବିଭାଗ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରି ଗିରଫ 6 ଜଣ ଶିକାରୀଙ୍କୁ ଗିରଫ କରାଯାଇ ବାରିପଦା ସିଜିଏମ୍ କୋର୍ଟରେ ଚାଲାଣ କରାଯାଇଛି। ସେଥିମଧ୍ୟରୁ 4 ଜଣଙ୍କୁ ଅଧିକ ତଦନ୍ତ ପାଇଁ 2 ଦିନ ରିମାଣ୍ଡରେ ବନ ବିଭାଗ ଆଣିଛନ୍ତି। ତେବେ ଏନେଇ ଶୁକ୍ରବାର ରାତି ପ୍ରାୟ 8 ଘଟିକା ସମୟରେ ବନ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।